ଚାକିରି ଦେବେ ହେଲେ ଦରମା ଦେବେନି, ମାଗିଲେ ଦରମା ମିଳିବ ଗୁଳି। ହଁ ଆଜ୍ଞା, ଆମେ ଏକଥା ମନକୁ ମନ କହୁନୁ, ଆପଣ ବି ଜାଣିଯିବେ এই ଘଟଣା ଦେଖିଲା ପରେ। এই ଘଟଣାଟି ହେଉଛି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର। ଦରମା ମାଗିବାରୁ ଗୁଳି ମାରିବାକୁ କହୁଛି ଦଲାଲ। ବେକାର ଯୁବକଙ୍କ ଠାରୁ ଟଙ୍କା ନେଇ ଦେଇଥିଲା ବେସରକାରୀ ସୁରକ୍ଷା କର୍ମୀ ଚାକିରି, ଦେଉନଥିଲା ପରିଚୟ ପତ୍ର କିମ୍ବା ଚୁକ୍ତିପତ୍ର। ମାସ ପୁରିବା ପରେ ଉଠାଇ ନାହିଁ ଫୋନ୍, ଦରମା ମାଗିଲେ କହୁଛି ଗୁଳି ମାରିଦେବି। ଥାନା ସହିତ ଗଣପ୍ରତିନିଧି ଅଛନ୍ତି ଦଲାଲ ହାତରେ, ବଡ଼ ବଡ଼ିଆଙ୍କୁ ରଖିଛି ଗୋଲାମ। ଉଚ୍ଚ ଶିକ୍ଷିତ ନ ହେବାରୁ ଫସିଗଲେ 15 ଯୁବକ। ଚାକିରି ଦେବ କହି ଆଦାୟ କରିଛି ଜଣକ ପିଛା 4500 ଟଙ୍କା। ଏଭଳି ଘଟଣା ଘଟିଯାଇଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳରେ ଥିବା ଦୁଇଟି ଦୋକାନରେ। ଗୋଟିଏ ହେଉଛି ବିଷ୍ଣୁପ୍ରିୟା ସ୍ମାର୍ଟ ମାର୍ଟ ଏବଂ ଅନ୍ୟଟି ହେଉଛି ବିଷ୍ଣୁପ୍ରିୟା ଜୁଏଲାରୀ। ଏଠାରେ କାର୍ଯ୍ୟରତ ଥିବା ସୁରକ୍ଷା କର୍ମଚାରୀମାନେ ସୁକିନ୍ଦା, ଗନ୍ଦିଆ ଏବଂ ଭୁବନ ଅଞ୍ଚଳର ପ୍ରାୟ 15 ଜଣରୁ ଅଧିକ ଯୁବକଙ୍କୁ 17,500 ଟଙ୍କା ଦରମା ଦେବାକୁ କହି ନିୟୋଜିତ କରିଥିଲେ। କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ରାଇବୋଲ ଗ୍ରାମର ବାବୁଲୁ ନାୟକ ନାମକ ଜଣେ ଯୁବକ ଏବଂ ଚାକିରି ଦେବା କଥା କହି ଟଙ୍କା ମଧ୍ୟ ଆଦାୟ କରିଥିଲେ, କିନ୍ତୁ ଦେଇନଥିଲେ କୌଣସି ପରିଚୟ ପତ୍ର ବା ଚୁକ୍ତିପତ୍ର। ମାସ ଶେଷ ହେବା ପରେ ଆଉ ଫୋନ୍ ମଧ୍ୟ ଉଠାଇ ନାହାନ୍ତି ଠିକାଦାର ବାବୁଲ। ଏଭଳିକି କେଉଁ କମ୍ପାନୀ ଅଧୀନରେ କାର୍ଯ୍ୟ କରୁଛନ୍ତି ତାହା ମଧ୍ୟ ଜାଣିନାହାନ୍ତି ସିକ୍ୟୁରିଟି କର୍ମଚାରୀ। ଏଭଳିକି ଟଙ୍କା ମାଗିଲେ ଛୁରୀ ମାରିବା ସହିତ ଗୁଳି ମାରିଦେବେ ବୋଲି କହିଛନ୍ତି ବାବୁଲ। ଏନେଇ ଜଣେ ଦୋକାନ ମାଲିକଙ୍କୁ ଜଣାଇବାରୁ ତାଙ୍କର କେବଳ 4 ଜଣ ସୁରକ୍ଷା କର୍ମଚାରୀ ଆବଶ୍ୟକ ଅଛି ଏବଂ ଯାହା ଅର୍ଥ ପୈଠ କରିବା କଥା ମୁଁ ବାବୁଲକୁ ଦେଇଦେଇଛି ବୋଲି କର୍ମଚାରୀଙ୍କୁ କହିଥିଲେ। ତେବେ ପ୍ରତାରଣାର ଶିକାର ହୋଇଥିବା ସମସ୍ତ କର୍ମଚାରୀ ଆଜି ଭୁବନ ପୁଲିସର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି। ଯଥାଶୀଘ୍ର ତାଙ୍କ ପାରିଶ୍ରମିକ ଦେବା ସହିତ ବାବୁଲ ନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭୁବନ ପୁଲିସ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ସମସ୍ତ କର୍ମଚାରୀ। ମୋ ନାଁ କୁଳମଣି ସାହୁ, ଆମ ଘର ଏକତାଳି। ମୁଁ ବିଷ୍ଣୁପ୍ରିୟା ଗ୍ୟାଲେକ୍ସିରେ କାମ କରୁଛି ଆଉ ମୁଁ ବାହାରେ ଥିଲି। ମୋତେ କହିଲେ କି ଏଇଠି ପାଖରେ ଡ୍ୟୁଟି ହେବ, ତ ଡ୍ୟୁଟି କରିବା ପୂର୍ବରୁ ମୋଠୁ 4500 ଟଙ୍କା ଲେଖାଏଁ ନେବେ ବୋଲି କହିଲେ। ଆଉ ଯେଉଁଟାକି 3500 ଟଙ୍କା ମୁଁ ବବୁଲ ନାୟକ ଆକାଉଣ୍ଟକୁ ଛାଡ଼ିଥିଲି, ଆଉ 1500 ଟଙ୍କା ଶୁଭମ ରୋଶନ ସାହୁଙ୍କ ଆକାଉଣ୍ଟକୁ ଛାଡ଼ିଥିଲି। ପରେ ଜାଣିଲି କି ସେ ଓନରଙ୍କ ପୁଅ ବୋଲି, କିନ୍ତୁ ବର୍ତ୍ତମାନ ଆମକୁ ଏପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ଦରମା ଦେଇନାହାନ୍ତି। ଆଉ ଆମେ ପଚାରିବାରୁ ଆମକୁ କହୁଛନ୍ତି କି ଆମକୁ ମାଲିକ କହିଲେ କି ତମର 3 ଜଣ ଏଠି କାମରେ ଦରକାର, କିନ୍ତୁ ତମେ 15 ଜଣ କାମ କାହିଁ କରୁଛ, କିନ୍ତୁ ଆମେ ପଇସା ଏବେ ପାଇବୁ କେମିତି? ମୋ ନାଁ ସଞ୍ଜୟ ତରାଇ, ଘର କନ୍ତିରା, ବ୍ଲକ ସୁକିନ୍ଦା, ଜିଲ୍ଲା ଯାଜପୁର। ଏଠି ଆମେ ଭୁବନେଶ୍ୱର ଆମେ ବାହାରେ କମ୍ପାନୀରେ ରହୁଥିଲୁ। ବାହାରେ କମ୍ପାନୀରେ ରହିବା ଭିତରେ ଆସି ଘରେ ବସିଥିଲୁ। ସାର୍ ଆମକୁ ଭୁବନରେ ଡ୍ୟୁଟି ମିଳିବ। ସାର୍ ଆମେ ଜଣକ ଅଣ୍ଡରରେ ଆସିଛୁ, ସେଠି ଭୁବନରେ କହିଲେ ଡ୍ୟୁଟି ମିଳିବ। ଭୁବନରେ ଡ୍ୟୁଟି କରିକିରି ସାର୍ ଆମେ ହେଉଛି ବବୁଲ ନାୟକ ଅଣ୍ଡରରେ ସାର୍ ଅଛୁ। ସାର୍ ଆଜିକି ମାସେ 15 ଦିନ ସାର୍ ଆମେ ଡ୍ୟୁଟି କରିଛୁ। ଆଜି ସାର୍ 22 ତାରିଖ ହେଇଗଲାଣି, ସାର୍ ଆମକୁ ପେମେଣ୍ଟ ମିଳୁନାହିଁ ଆଜି ପର୍ଯ୍ୟନ୍ତ। ସାର୍ ପେମେଣ୍ଟ କଥା କହିଲେ ଆଜି ଦେବୁ କାଲି ଦେବୁ, ସାର୍ ଏମିତି ଡେଟ୍ ବାଇ ଡେଟ୍ ଦେଇ ଚାଲୁଛନ୍ତି। 22 ତାରିଖ ହେଇଗଲା, ସାର୍ ଆମକୁ ପେମେଣ୍ଟ ଆଜି ପର୍ଯ୍ୟନ୍ତ ମିଳିପାରିଲା ନାହିଁ। ଜଏନିଂ ଫିସ୍ ଦେଇଥିଲୁ 4500 ଟଙ୍କା। ସାର୍ ମାଲିକଙ୍କୁ ତ ଆମେ ହେଉଛି କହିଥିଲୁ, ମାଲିକ କହିଲେ ମୋର 3ଟି ସିକ୍ୟୁରିଟି ଦରକାର, ମୁଁ ଏତେ ସିକ୍ୟୁରିଟି ରଖିପାରିବି ନାହିଁ। ସାର୍ 3ଟି ସିକ୍ୟୁରିଟି ଆମେ ଏଥିରେ ସାର୍ଙ୍କୁ କହିଲୁ, ସାର୍ କହିଲେ ହେଉଛି ତମେ ତ ଡ୍ୟୁଟି କରିବା ଲୋକ ଡ୍ୟୁଟି କରିବ, ପଇସା ମୁଁ ଦେବି ନା। ତମର 3ଟା ତାଙ୍କ ଦରକାର ହଉ କି 10ଟା ଦରକାର ହଉ, ତମର ସେଥିରେ କ'ଣ ମତଲବ? ମୁଁ ପଇସା ଦେଉଛି ମାନେ ମୁଁ ପଇସା ଦେବି। ସାର୍ ବବୁଲ ନାୟକ ଫୋନ୍ କଲେ, ସିଏ ସାର୍ କହୁଛନ୍ତି ଆଜି ଦେବୁ କାଲି ଦେବୁ। ସାର୍ ଡେଟ୍ ବାଇ ଡେଟ୍ ଦେଇ ଚାଲୁଛନ୍ତି। ଫୋନ୍ ବି କାହାର ସାର୍ ରିସିଭ୍ କରୁନାହାନ୍ତି। ଫୋନ୍ କଲା ପରେ ଯଦି ରିସିଭ୍ କରିବେ କରିବେ, ଯଦି ନ କରିବେ ନାହିଁ। ନାଁ ହେଉଛି ରମେଶ ଚନ୍ଦ୍ର କଅଁର। ମୁଁ ବର୍ତ୍ତମାନ ମାସେ ଡ୍ୟୁଟି କରିଛି। ପଇସା ବର୍ତ୍ତମାନ ସୁଦ୍ଧା 17,000 ମୋତେ କହିଛନ୍ତି ଦେବା ପାଇଁ ବବୁଲ ନାୟକ। ନଦେବାରୁ ମୁଁ ଫୋନ୍ କଲି। ଫୋନ୍ କଲାରୁ ଆଜି ଦେବି କାଲି ଦେବି କହିକି ଦେଉନାହାନ୍ତି ପଇସା। ଆଉ ବାରମ୍ବାର ମାଗିବା ସତ୍ତ୍ୱେ ଧମକ ଦେଉଛନ୍ତି, କହୁଛନ୍ତି ଆମେ ଛୁରୀ ମାରିଦେବୁ। ଲାଷ୍ଟରେ କହିଛନ୍ତି ବନ୍ଧୁକ ମାରିଦେବେ ବୋଲି। ସେ ପିଲା ବି ପ୍ରେଜେଣ୍ଟ ଅଛନ୍ତି, ତାକୁ କହିଛନ୍ତି, ମୋତେ ବି କହିଛନ୍ତି, ସମସ୍ତେ କହୁଛନ୍ତି ବନ୍ଧୁକ ମାରିଦେବେ ବୋଲିକି। ତାହେଲେ ମିଡ଼ିଆ ଫିଡ଼ିଆ ବି ତାଙ୍କ ହାତରେ ଅଛନ୍ତି, ପୁଲିସ ଥାନା ବି ତାଙ୍କ ହାତରେ ଅଛି, ଏ ସବୁଗୁଡ଼ା ତାଙ୍କ ହାତରେ ଅଛି ବୋଲି ସେ ବି କହିଛନ୍ତି। ଚାହୁଁଛୁ ଆମ ନ୍ୟାୟ ଦରକାର, ଆମ ଟଙ୍କା ଦରକାର। ଆମକୁ ଯେତେ ଦିନ ଖଟିଛୁ, ଆଉ ସିଏ ଯେଉଁ ମାରିବା ଧମକ ଦେଇଛନ୍ତି ତାଙ୍କର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ବ୍ୟୁରୋ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ ଓଡ଼ିଆ।
ଧନ୍ୟବାଦ।